ଆପଣଙ୍କ ସମସ୍ୟା ଏହା ଯେ ଆପଣ ସେହି ଲୋକମାନଙ୍କ ପାଇଁ ସମୁଦ୍ର ପାର କରିଦିଅନ୍ତି ଯେଉଁମାନେ ଆପଣଙ୍କ ପାଇଁ ଗୋଟିଏ ଛୋଟ ପୋଲକୁ ମଧ୍ୟ ପାର କରିପାରନ୍ତି ନାହିଁ। ଅପମାନ କରି ଶତ୍ରୁ ତିଆରି କରିବା ଠାରୁ ଏହା ଭଲ ଯେ କାହାକୁ ପ୍ରେମ କରି ମିତ୍ର ହୋଇଯାଅ। ଯେଉଁମାନେ ତୁମକୁ କହୁଛନ୍ତି ଯେ ମୋ ପାଖରେ ସମୟ ନାହିଁ, ବାସ୍ତବରେ ତାଙ୍କର ଖାସ ବନ୍ଧୁ ସମ୍ପର୍କର ଲିଷ୍ଟରେ ଆପଣଙ୍କର ନାମ ହିଁ ନାହିଁ। ପତ୍ର ନ ଝଡ଼ିଲେ କୌଣସି ଗଛରେ କେବେ ନୂଆ ପତ୍ର ଆସିନଥାଏ। ଠିକ୍ ସେହିପରି ସଂଘର୍ଷ ଓ କଠିନ ପରିସ୍ଥିତିର ସାମ୍ନା ନ କରି ଜୀବନରେ କେବେ ଭଲ ଦିନ ଆସିନଥାଏ। ଆପଣଙ୍କର ରାୟ ବହୁତ ଜରୁରୀ ଅଟେ, ନହେଲେ ଆପଣ ଯଦି ଚୁପ୍ ରହୁଛନ୍ତି ତେବେ ଲୋକମାନେ ସେମାନଙ୍କର ମନ ଇଚ୍ଛା କାମ କରିବେ। ମୂର୍ଖ ବ୍ୟକ୍ତି ତାର ନିଜର କ୍ଷତି ତ କରିଥାଏ, କିନ୍ତୁ ଯିଏ ତାର ସାହାଯ୍ୟ କରିଥାଏ ତାର ମଧ୍ୟ କ୍ଷତି କରିଥାଏ। କୁହାଯାଏ ଯେ ଧର୍ମ ପଇସା ଠାରୁ ମଧ୍ୟ ବଡ଼ ଅଟେ, କିନ୍ତୁ ମନ୍ଦିରରେ ଭଗବାନଙ୍କୁ ଜଲ୍ଦି ଦର୍ଶନ କରିବା ପାଇଁ ଅଧିକ ପଇସା ଦେବାକୁ ପଡ଼ିଥାଏ। ଏହା ଜରୁରୀ ନୁହଁ ଯେ ସବୁ ଶିକ୍ଷା ବହିରୁ ହିଁ ମିଳିବ। କିଛି ଶିକ୍ଷା ସମ୍ପର୍କ ଆଉ ଜୀବନ ମଧ୍ୟ ଶିଖାଇ ଦେଇଥାନ୍ତି। ସ୍ୱାର୍ଥପର ଏହି ଦୁନିଆରେ ତୁମେ ଯଦି କାହାର ହୋଇ ରହିବାକୁ ଚାହୁଁଛ, ତେବେ ନିଜକୁ କଷ୍ଟ ଦେବା ପାଇଁ ପ୍ରସ୍ତୁତ ହୋଇଯାଅ। କୌଣସି ମନୁଷ୍ୟକୁ ଯଦି ତୁମେ ସୁଧାରିବାକୁ ଚାହୁଁଛ, ତେବେ ସେ ଆପଣଙ୍କ ଠାରୁ ଶତ୍ରୁ ହୋଇଯିବ। ତୁମକୁ ସର୍ବଦା ତାର କଥା, ତାର ସ୍ମୃତି ହିଁ କଷ୍ଟ ଦେଉଛି, ଯାହାକୁ ତୁମର ଥିବା କିମ୍ବା ନଥିବାରେ କୌଣସି ଫରକ ପଡୁନାହିଁ। ଜୀବନରେ କିଛି ଠିକ୍ ହେଉ କିମ୍ବା ନ ହେଉ, ସବୁବେଳେ ଏହା କୁହନ୍ତୁ ଯେ ସବୁ ଠିକ୍ ଅଛି ବୋଲି। ଏପରି କହିବାର ଅଭ୍ୟାସ ଦିନେ ଆପଣଙ୍କୁ ଆପଣଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ। ନିଜକୁ ଏତେ ଦୁର୍ବଳ ହେବାକୁ ଦିଅ ନାହିଁ ଯେ ତୁମକୁ କାହାର ଦୟାର ପାତ୍ର ହେବାକୁ ପଡ଼ିବ। ବାଜ୍ୟ ଲୋକଙ୍କର ସବୁଠାରୁ ବଡ଼ ପରିଚୟ ଏହା ଯେ ଆପଣ ତାଙ୍କୁ ଯେତେ ସମ୍ମାନ ଦେବେ, ଯେତେ ଇଜ୍ଜତ ଦେବେ, ସେ ଆପଣଙ୍କୁ ସେତେ ହଇରାଣ କରିବେ। ଡର ଆପଣଙ୍କୁ କେବେ ଆଗକୁ ବଢିବାକୁ ଦେବ ନାହିଁ। ସେଥିପାଇଁ ଏମାନଙ୍କୁ କେବେ ହେଲେ ଡରନ୍ତୁ ନାହିଁ। ସବୁଠାରୁ ପ୍ରଥମ ହେଲା ଗରିବ ହେବାରେ ଡର। ଗରିବ ହୋଇଥିବାରୁ କେବେ ହେଲେ ଡରନ୍ତୁ ନାହିଁ, ସବୁବେଳେ ଆଗକୁ ବଢନ୍ତୁ। ଦ୍ୱିତୀୟରେ ହେଲା ମୃତ୍ୟୁର ଡର। ଏହି କାମକୁ କରିବା ଦ୍ୱାରା ମୋର ମୃତ୍ୟୁ ହୋଇଯିବ ନାହିଁ ତ? ଏହି କାରଣରୁ ଆପଣ ସେହି କାମକୁ କେବେ ହେଲେ କରିପାରନ୍ତି ନାହିଁ। ତୃତୀୟରେ ହେଲା ଆଲୋଚନାର ଡର। ଯଦି ଏମିତି ନ ହୁଏ ତେବେ ଲୋକମାନେ ମୋତେ କଣ କହିବେ? ଚତୁର୍ଥ ଡର ହେଉଛି ଖରାପ ସ୍ୱାସ୍ଥ୍ୟର ଡର। ଆରେ ମୁଁ ତ ରୋଗିଣା ଅଟେ, ଏସବୁ କାମ ମୁଁ କେମିତି କରିପାରିବି? ପ୍ରତ୍ୟେକ ବ୍ୟକ୍ତି ତା ଜୀବନରେ ସବୁ କିଛି କରିପାରିବ। ଏହାପରେ ହେଉଛି ବୁଢ଼ା ହେବାର ଡର। ମୋର ତ ବୟସ ହୋଇଗଲାଣି, ଏବେ ଏସବୁ ମୋ ଦ୍ୱାରା ଆଉ ହୋଇପାରିବ ନାହିଁ। ଯେକୌଣସି ବ୍ୟକ୍ତି ଯେକୌଣସି ବୟସରେ କିଛି ବି କରିପାରେ। ଆଉ ଶେଷ ଡର ହେଉଛି କାହାକୁ ହରାଇବାର ଡର। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ସେ ମୋ ଜୀବନରେ ରହିବ ନାହିଁ, ତେବେ ମୋର କଣ ହେବ? ସଂସାରରେ ପ୍ରତ୍ୟେକ ବସ୍ତୁ ଧୋକା ଖାଇଲା ପରେ ମିଳିଥାଏ। ଠିକ୍ ସେମିତି ସଫଳତା ପାଇବା ପାଇଁ ଆପଣଙ୍କୁ ବହୁତ ଧୋକା ଖାଇବାକୁ ପଡ଼ିବ। ବଡ଼ ଲୋକ ହେବା ବହୁତ ଭଲ କଥା ଅଟେ, କିନ୍ତୁ ଗୋଟିଏ ଭଲ ମଣିଷ ହେବା ଏହା ବହୁତ ବଡ଼ କଥା ଅଟେ। ବଦନାମରେ ଡର ତ ସେହି ବ୍ୟକ୍ତିକୁ ଲାଗିଥାଏ ଯାହାର ନାମ କମାଇବାର ସାହସ ନଥାଏ। ଯେଉଁଠାରେ ଆପଣଙ୍କୁ ସମ୍ମାନ ମିଳୁନାହିଁ, ସେ ସ୍ଥାନକୁ ଆପଣ କେବେ ହେଲେ ଯିବା ଉଚିତ ନୁହେଁ। ଆଉ ଯିଏ ଆପଣଙ୍କର ସମ୍ମାନ କରେ ତାକୁ କେବେ ଭୁଲିବା ଉଚିତ ନୁହେଁ। କାହାକୁ ଭରସା ଦେଇ ସେହି ଭରସା ଭାଙ୍ଗିବା ସବୁଠାରୁ ବଡ଼ ପାପ ହୋଇଥାଏ। ସବୁଠାରୁ ବଡ଼ ଦୁଃଖ ନିଜ ଲୋକଙ୍କର ପରଲୋକଙ୍କ ପରି ବ୍ୟବହାର ହିଁ ହୋଇଥାଏ। ଜରୁରୀ ସମୟରେ ସେମାନେ ବହୁତ କାମରେ ଆସିଥାନ୍ତି, ଯାହାର ଆମେ ଅନୁମାନ କରିନଥାଉ। ଯେଉଁଠାରେ ବର୍ଷା ହୋଇନଥାଏ ସେଠାରେ ଫସଲ ଖରାପ ହୋଇଯାଇଥାଏ, ଆଉ ଯେଉଁଠାରେ ସଂସ୍କାର ନଥାଏ ସେଠାରେ ପୁରା ଚରିତ୍ର ହିଁ ଖରାପ ହୋଇଯାଏ। ଧ୍ୟାନ ରଖନ୍ତୁ, ଆପଣଙ୍କ କଥାଠାରୁ ଅଧିକ ଆପଣଙ୍କର କାମ ହିଁ କହିଥାଏ। ଜୀବନ କେବଳ ଗୋଟିଏ ଅଟେ, ତେଣୁ ଏହା ଆପଣଙ୍କର ଇଚ୍ଛା ଯେ ଆପଣ ଏହାକୁ ହସି ହସି ବଞ୍ଚିବେ ନା କାନ୍ଦି କାନ୍ଦି ବଞ୍ଚିବେ। ଯେଉଁଠାରେ ଆଦର ନ ମିଳୁଛି ସେଠାକୁ କେବେ ହେଲେ ଯାଅ ନାହିଁ, ଆଉ ଯେଉଁଠାରେ ଆଦର ମିଳୁଛି ସେଠାରେ କାହାର ଅନାଦର କରନ୍ତୁ ନାହିଁ। ଛୋଟ ଭାବନା ରଖୁଥିବା ବ୍ୟକ୍ତି କେବେ ଆଗକୁ ବଢିପାରେ ନାହିଁ, ଆଉ ତା ସାଥିରେ ଥିବା ବ୍ୟକ୍ତିକୁ ମଧ୍ୟ ଆଗକୁ ବଢିବାକୁ ଦିଏ ନାହିଁ। ନିଜ ମନକୁ ଏମିତି ଭାବରେ ପ୍ରସ୍ତୁତ କରନ୍ତୁ ଯେମିତି ଆପଣଙ୍କର ସମସ୍ତ କଥାକୁ ନିଜ ଦେହକୁ ନେବା ବନ୍ଦ କରିଦେବେ। ଖରାପ ଅଭ୍ୟାସ ଯଦି ଉଚିତ ସମୟରେ ନ ବଦଳାଯାଏ, ତେବେ ଏହି ଅଭ୍ୟାସ ଆପଣଙ୍କର ସମୟକୁ ହିଁ ବଦଳାଇ ଦେବ। ଏକୁଟିଆ ରହିବା ତୁମକୁ ଏହା ମଧ୍ୟ ଶିଖାଇଥାଏ ଯେ ବାସ୍ତବରେ ତୁମ ପାଖରେ ତୁମ ବ୍ୟତୀତ ଆଉ କିଛି ବି ନାହିଁ। ତାକୁ ଛାଡ଼ିଦେବା ହିଁ ଉଚିତ ଅଟେ ଯାହାକୁ ତୁମର ମୂଲ୍ୟ ବିଷୟରେ ଜଣା ନାହିଁ।
କେବେ କାହାକୁ ଖାସ୍ ଭାବନ୍ତୁ ନାହିଁ, କାହିଁକି ସବୁ ଦୁଃଖ କଷ୍ଟର ଆରମ୍ଭ ଏହିଠାରୁ ହିଁ ହୋଇଥାଏ। ଅହଙ୍କାରପୂର୍ଣ୍ଣ କଥା କହି କାହାର ହୃଦୟକୁ ଦୁଃଖ ଦିଅନ୍ତୁ ନାହିଁ, କାହିଁକି ନା ସମୟ ଗର୍ବ ଅହଙ୍କାର ସବୁ ଭାଙ୍ଗି ଦେଇଥାଏ। ଅନ୍ୟର ଜୀବନରେ ନିଜ ସ୍ଥାନ ଖୋଜିବାକୁ ବନ୍ଦ କରିଦିଅନ୍ତୁ। ବିଶ୍ୱାସ କରନ୍ତୁ, ଆପଣ ସର୍ବଦା ଖୁସିରେ ରହିବେ। ମୁଁ ବହୁତ ପାଖରୁ ଦେଖିଛି ମୋର ସମ୍ପର୍କୀୟଙ୍କୁ, ସେମାନେ କିଛି ମୁହୂର୍ତ୍ତରେ ହିଁ ପର କରିଦିଅନ୍ତି। ଯଦି ଆପଣ ଚାହୁଁଛନ୍ତି ଯେ ଲୋକମାନେ ଆପଣଙ୍କୁ ଭଲ କୁହନ୍ତୁ, ତେବେ ଆପଣଙ୍କର ନାମ ବି ଭଲ ରଖନ୍ତୁ, କାହିଁକି ନା ଏହା ବ୍ୟତୀତ ଜୀବନରେ ଆଉ କିଛି ରାସ୍ତା ନାହିଁ। ବେଳେବେଳେ ସଫଳ ଲୋକଙ୍କ ପାଖରେ ବସିବା ମଧ୍ୟ ଜରୁରୀ ଅଟେ, କାହିଁକି ନା ତାଙ୍କ ପାଖରେ ଅହଙ୍କାର ନଥାଏ, ବରଂ ଥାଏ ଅନୁଭବ। ମୁଁ ସମୟକୁ ବହୁତ ପାଖରୁ ଦେଖିଛି, ସେ କେତେ କାହାକୁ ବଦଳାଇ ଦେଇଥାଏ। ଲଢ଼ିବାର ଶକ୍ତି ତ ସମସ୍ତଙ୍କ ପାଖରେ ଥାଏ, କିନ୍ତୁ କାହାକୁ ଜିତିବା ପସନ୍ଦ ଲାଗିଥାଏ ତ କାହାକୁ ସମ୍ପର୍କ ପସନ୍ଦ ଲାଗିଥାଏ। ଜୀବନରେ କିଛି ଇଚ୍ଛା ଏମିତି ଥାଏ ଯାହାକୁ ଆମେ ଚାହିଁ ମଧ୍ୟ ପୂରା କରିପାରିନଥାଉ। ଆମକୁ କୌଣସି ମହତ୍ତ୍ୱ ଦିଆଗଲା ନାହିଁ, ଆଉ ଆମେ ଜୀବନ ଦେବାକୁ ବି ପଛାଇଲୁ ନାହିଁ। ପଇସା ନଥିଲେ ସମ୍ପର୍କ ଆଙ୍ଗୁଠିରେ ଗଣା ହୋଇଯାଏ, ଆଉ ପଇସା ଥିଲେ ସମ୍ପର୍କ ଡାଏରୀରେ ଲେଖା ହୁଏ। ବହୁତ ଭଲ ହେବା ଆଜିକାଲିର ଦୁନିଆରେ ଏକ ବଡ଼ ଖରାପ ଅଭ୍ୟାସରେ ପରିଣତ ହୋଇଗଲାଣି। ଛୋଟ ଛୋଟ କଥାରେ ଆମେ କାନ୍ଦି ପକାଉଛେ, କାହିଁକି ନା ଆମେ ମସ୍ତିଷ୍କରୁ ନୁହେଁ, ହୃଦୟରୁ ଲୋକମାନଙ୍କ ବିଷୟରେ ଭାବିଥାଉ। ମୁଁ ଭିତରୁ ଅଲଗା ଆଉ ବାହାରୁ ଅଲଗା ଭାବେ ବଞ୍ଚିପାରେ ନାହିଁ। ସେଥିପାଇଁ ବେଳେବେଳେ ମୋତେ ଏକୁଟିଆ ନଜର ଆସିଥାଏ। ଯେତେ ଦେଖେଇ ହେବେ ତାଠାରୁ ଅଧିକ ରହିବା ନିହାତି ଜରୁରୀ ଅଟେ। ତୁମେ ଯେତେ ଜାଣିଛ ତାଠାରୁ କମ୍ ତୁମକୁ କହିବା ଉଚିତ। ଯେତେବେଳେ ନିଦ ଆସେ ନାହିଁ, ସେତେବେଳେ ଏହା ଜଣା ପଡ଼ିଥାଏ ଯେ ଏହି ଧନ ଦୌଲତ ଠାରୁ ଶାନ୍ତି ହିଁ ଅଧିକ ମୂଲ୍ୟବାନ ଅଟେ। କୌଣସି ମନୁଷ୍ୟକୁ କିମ୍ବା କୌଣସି ସମ୍ପର୍କକୁ ଯଦି ପରୀକ୍ଷା କରିବାକୁ ଚାହୁଁଛନ୍ତି, ତେବେ ତାକୁ କେବଳ ଏତିକି କହିଦିଅ ଯେ ମୁଁ ବହୁତ ଅସୁବିଧାରେ ଅଛି। ଭୁଲ ବୁଝିଛନ୍ତି ଲୋକମାନେ ଯେ ରାବଣ ତାର ଗର୍ବ ପାଇଁ ମଲା, କିନ୍ତୁ ପ୍ରକୃତ ସତ୍ୟ ତ ଏହା ଯେ ସେ ନିଜ ଲୋକମାନଙ୍କ ମଧ୍ୟରେ ଭରସା କରି ହିଁ ମରିଗଲା। ଯେତେବେଳେ ମନରେ ଏହି ବିଚାର ଆସିଥାଏ ଯେ ଶୁଆ ଲଙ୍କା ଖାଇ ମଧ୍ୟ ମିଠା କଥା କହିଥାଏ, କିନ୍ତୁ ମନୁଷ୍ୟ ଏତେ ମିଠା ଖାଇଲା ପରେ ମଧ୍ୟ କେତେ ପିତା ପିତା କଥା କହିଥାଏ। ସଚ୍ଚା ଲୋକମାନେ କାହା ହୃଦୟରେ ଏତେ ରହିପାରନ୍ତି ନାହିଁ ଯେତେ ସ୍ୱାର୍ଥପର ଆଉ ମିଛୁଆ ଲୋକମାନେ ରହିପାରନ୍ତି। ଯାହାକୁ ଭଗବାନ ଆଜି ପର୍ଯ୍ୟନ୍ତ ସମ୍ଭାଳି ନେଲେ, ତାକୁ କାଲି ମଧ୍ୟ ସମ୍ଭାଳି ନେବେ। ବିଷୟରେ ମଧ୍ୟ ଏତେ ବିଷ ରହୁନାହିଁ ଯେତେ ମନୁଷ୍ୟ ତା ଭିତରେ ରଖିଥାଏ। ଡେରି ହେଉ ପଛେ, କିନ୍ତୁ କିଛି କରିକି ନିଶ୍ଚୟ ଦେଖାଅ, କାହିଁକି ନା ସମୟ ବଦଳିବା ସହିତ ଲୋକମାନେ ଆଉ ତୁମର ଭଲ ମନ୍ଦ ପଚାରିବେ ନାହିଁ, କେବଳ ପଚାରିବେ ତୁମର ଔକାତ। ଏହି ଛୋଟ ଜୀବନରେ ଗୋଟିଏ ବଡ଼ ଶିକ୍ଷା ମିଳିଛି ଯେ ସମ୍ପର୍କ ସମସ୍ତଙ୍କ ସହିତ ରଖ, କିନ୍ତୁ ଭରସା କାହା ଉପରେ କର ନାହିଁ। ରାଜାଙ୍କ ପରି ବଞ୍ଚିବାକୁ ହେଲେ ଗୁଲାମ ହୋଇ ପରିଶ୍ରମ କରିବାକୁ ପଡ଼ିଥାଏ। କାହା କୋଳରେ ଶୋଇବାର ଅଭ୍ୟାସ ରଖନ୍ତୁ ନାହିଁ, କାହିଁକି ନା ସେ ଯେତେବେଳେ ଉଠି ପଡ଼ିବ, ସେତେବେଳେ ରେଶମର ତକିଆ ମଧ୍ୟ ନିଦ ଆସିବ ନାହିଁ। ଅନ୍ୟକୁ କାବୁ କରିବା କୌଣସି ବାହାଦୁରୀ ନୁହେଁ, କିନ୍ତୁ ନିଜକୁ କାବୁ କରିବା ହିଁ ପ୍ରକୃତରେ ବାହାଦୁରୀ ହୋଇଥାଏ। ଆପଣଙ୍କ ଭିତରେ କେବଳ ଟ୍ୟାଲେଣ୍ଟ ଥିଲେ ହେବ ନାହିଁ। ସଫଳତା ପାଇବା ପାଇଁ ଟ୍ୟାଲେଣ୍ଟର ଉପଯୋଗ କରିବା ନିହାତି ଆବଶ୍ୟକ ଅଟେ। ହଜି ଯାଇଥିବା ବସ୍ତୁକୁ ମନେ ପକାନ୍ତୁ ନାହିଁ, ଆଉ ଯାହା ମିଳିଛି ତାକୁ ବର୍ବାଦ କର ନାହିଁ। ଆମର ପରାଜୟ ଏଥିରେ ନୁହେଁ ଯେ ଆମକୁ କେହି ଚିହ୍ନି ନାହାନ୍ତି ବୋଲି, ବରଂ ଆମର ପରାଜୟ ଏହିଥିରେ ଯେ ଆମେ ନିଜକୁ ନିଜେ ହିଁ ଚିହ୍ନି ପାରୁନାହିଁ। ମୃତ୍ୟୁ ପୂର୍ବରୁ ମଧ୍ୟ ଆଉ ଗୋଟିଏ ମୃତ୍ୟୁ ଥାଏ। ଥରେ ନିଜ ପ୍ରେମଠାରୁ ଦୂରେଇ ରହି ଦେଖ, ପ୍ରତି ମୁହୂର୍ତ୍ତରେ ଆପଣଙ୍କୁ ମରିଗଲା ଭଳି ଲାଗିବ। କାହା ଭରସାରେ ଏତେ ଅନ୍ଧ ହୋଇଯାଅ ନାହିଁ ଯେ ଆପଣଙ୍କ ପାଖରେ ଥିବା ବ୍ୟକ୍ତିର ପ୍ରକୃତ ରଙ୍ଗ ଦେଖାଯିବ ନାହିଁ। ଭଲ ଲୋକଙ୍କର ପରୀକ୍ଷା କେବେ ନିଅନ୍ତୁ ନାହିଁ, କାହିଁକି ନା ସେମାନେ ପାଣି ଭଳିଆ ହୋଇଥାନ୍ତି। ଯେତେବେଳେ ଆପଣ ତାଙ୍କ ଉପରେ ପ୍ରହାର କରନ୍ତି, ସେତେବେଳେ ସେ ଭାଙ୍ଗି ପଡ଼ନ୍ତି ନାହିଁ, ବରଂ ଚୁପଚାପ ଆପଣଙ୍କ ଜୀବନରୁ ଦୂରେଇ ଯାଇଥାନ୍ତି। ପ୍ରାୟ ଲୋକମାନେ ପଚାରିଥାନ୍ତି ଯେ ଆମ ମନରେ ଆସୁଥିବା ଖରାପ ବିଚାରକୁ କେମିତି ଦୂର କରିପାରିବା। ଦେଖନ୍ତୁ, ଏହାକୁ ବୁଝିବା ବହୁତ ଜରୁରୀ ଅଟେ। ବିଚାରର ପରସ୍ତ ମନୁଷ୍ୟ ଉପରେ ଏତେ ପ୍ରଭାବ ପକାଇଥାଏ ଯେ ସେ ହୋସରେ ରହି ମଧ୍ୟ ସଠିକ ନିର୍ଣ୍ଣୟ ନେଇପାରେ ନାହିଁ। ଆଉ ଦୁଃଖର କଥା ହେଲା ଯେ ମନର ଖରାପ ବିଚାର କାହିଁକି ଆସୁଛି, ଏ କଥା ଆମେ କେବେ ଜାଣିପାରୁନାହିଁ। ଲୋକମାନେ କୁହନ୍ତି ଯେ ପଇସା ଦ୍ୱାରା ସବୁ କିଛି କିଣି ହୁଏ, କିନ୍ତୁ ମୁଁ କହୁଛି ଯେ କେହି ପଇସା ଦ୍ୱାରା ଭାଙ୍ଗି ଯାଇଥିବା ବିଶ୍ୱାସକୁ ଥରେ କିଣିକି ଦେଖାଅ। ଗୋଟିଏ ଅଜବ କଥା, ଅନ୍ୟକୁ ସାହାଯ୍ୟ କରିବା ପାଇଁ
କାହା ପାଖରେ ସମୟ ନାହିଁ, କିନ୍ତୁ ଅନ୍ୟମାନଙ୍କ କାମରେ ବାଧା ପହଞ୍ଚାଇବା ପାଇଁ ସମସ୍ତଙ୍କ ପାଖରେ ସମୟ ଅଛି। ଯଦି ଆଇନାରେ ଲୋକମାନଙ୍କର ପ୍ରତିଛବି ବଦଳରେ ସେମାନଙ୍କ ଚରିତ୍ର ଦେଖାଯାଆନ୍ତା, ତେବେ ସେମାନେ ଆଇନା ଦେଖିବା ଛାଡ଼ି ଦିଅନ୍ତେ। ସମୟ ଆଉ ନିଜ ଲୋକ ଯଦି ଏକା ସାଙ୍ଗରେ ଚୋଟ ଦେବେ, ତେବେ ବ୍ୟକ୍ତି ବାହାରୁ ନୁହେଁ ବରଂ ଭିତରୁ ଭାଙ୍ଗି ଯାଇଥାଏ। କାହାକୁ କନ୍ଦାଇ ଆଜି ପର୍ଯ୍ୟନ୍ତ କେହି ହେଲେ ହସି ପାରି ନାହିଁ। ଏହା ବିଧିର ବିଧାନ ଅଟେ। ଯଦି ସମୟ ବିତି ଯାଉଛି କିନ୍ତୁ ଆପଣଙ୍କୁ ଜଣା ପଡୁନାହିଁ, ତେବେ ଏହାର ଅର୍ଥ ଆପଣଙ୍କର ବହୁତ ଭଲ ସମୟ ଚାଲିଛି। ଯେଉଁଠାରେ ସମସ୍ତଙ୍କର ସାହସ ଶେଷ ହୋଇଯାଏ, ସେଠାରେ ଇତିହାସ ଲେଖୁଥିବା ବ୍ୟକ୍ତିର ସମୟ ଆରମ୍ଭ ହୋଇଥାଏ। ଯଦି କିଛି ବଦଳାଇବାର ଅଛି, ତେବେ ଆପଣଙ୍କର ସ୍ୱଭାବକୁ ବଦଳାନ୍ତୁ। ଲୋକ ବଦଳାଇବା ଦ୍ୱାରା କିଛି ବି ବଦଳି ନଥାଏ। ସେମାନଙ୍କ ଭଲ ସମୟ ନିଶ୍ଚୟ ଆସିଥାଏ, ଯିଏ କେବେ ହେଲେ ଅନ୍ୟର ଖରାପ ଚାହିଁନଥାନ୍ତି। ଯେତେବେଳେ ଜୀବନ ବାଜିରେ ଲାଗିଥାଏ, ସେତେବେଳେ ଜୀବନର ଗତି ମଧ୍ୟ ଦୁଇଗୁଣ ହୋଇଯାଏ। ଅହଙ୍କାରରେ ଅନ୍ଧ ହୋଇଯାଇଥିବା ମନୁଷ୍ୟକୁ ନା ତାର ଭୁଲ ଦେଖାଯାଏ, ନା ଅନ୍ୟମାନଙ୍କର ଭଲ କର୍ମ ଦେଖାଯାଇଥାଏ। ବିନା ଲୁହରେ ତ ପିଆଜ ମଧ୍ୟ କଟି ନଥାଏ। ଆଉ ଇଏ ତ ଜୀବନ ଅଟେ ବନ୍ଧୁ, ଏତେ ସହଜରେ କେମିତି କଟିଯିବ? ସୁନ୍ଦରତା ହୃଦୟ ଆଉ ଆତ୍ମାରୁ ହେବା ଉଚିତ, କିନ୍ତୁ ଲୋକମାନେ ସୁନ୍ଦରତାକୁ ବିନା କାରଣରେ ଶରୀର ଆଉ କପଡ଼ାରେ ଖୋଜିଥାନ୍ତି। ମନୁଷ୍ୟ କଣ ଅଟେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ମନୁଷ୍ୟ ଭିତରେ କଣ ଅଛି ଏହା ଅଧିକ ମହତ୍ୱପୂର୍ଣ୍ଣ ଅଟେ। ଆମେ ତ ବିନା କାରଣରେ ସମୟକୁ ବଦନାମ କରୁଛି, କିନ୍ତୁ ବାସ୍ତବରେ ତ ମନୁଷ୍ୟ ହିଁ ବଦଳି ଯାଉଛି। ଭଲ ମଣିଷ ତାର ସତ କଥାରୁ ଜଣା ପଡି ଯାଇଥାଏ। ଭଲ କଥା ତ କାନ୍ଥରେ ମଧ୍ୟ ଲେଖା ହୋଇଥାଏ। ବାହାରକୁ ଶାନ୍ତ ଦେଖାଯିବା ପାଇଁ ଭିତରୁ ବହୁତ ଲଢିବାକୁ ପଡିଥାଏ। ଭୋକିଲା ପେଟ, ଖାଲି ପକେଟ ଆଉ ଭାଙ୍ଗି ଯାଇଥିବା ହୃଦୟ ମଣିଷକୁ ଜୀବନରେ ବହୁତ କିଛି ଶିଖାଇ ଦେଇଥାଏ। ପ୍ରଥମେ ନିଜ ଉପରେ ଧ୍ୟାନ ଦିଅନ୍ତୁ, ତାପରେ ସମୟ ମିଳିଲେ ଲୋକଙ୍କ ଉପରେ ଧ୍ୟାନ ଦେବେ। ଖରାପ ସମୟ ଏକ ଏମିତି ସିନ୍ଦୁକ ଅଟେ, ଯେଉଁଠାରୁ ସଫଳତାର ହତିଆର ମିଳିଥାଏ। ଆପଣ ତାଙ୍କ ପାଇଁ ବଞ୍ଚିବା ଶିଖନ୍ତୁ, ଯିଏ ଆପଣଙ୍କ ପାଇଁ ମରିବାକୁ ବି ପ୍ରସ୍ତୁତ ଅଛି। ଆପଣଙ୍କୁ କେତେ ଲୋକ ଜାଣିଛନ୍ତି ଏହାର କୌଣସି ମହତ୍ୱ ନାହିଁ, କିନ୍ତୁ ଆପଣଙ୍କୁ କାହିଁକି ଜାଣିଛନ୍ତି ଏ କଥା ମହତ୍ୱପୂର୍ଣ୍ଣ ଅଟେ। ଭଲ ଚିନ୍ତା କରିବେ ତ ଭଲ ହେବ, ମନ୍ଦ ଚିନ୍ତା କରିବେ ତ ମନ୍ଦ ହେବ। ଆପଣ ସେମିତି ହୋଇଯାଇଥାନ୍ତି ଯେମିତି ଆପଣ ଭାବିଥାନ୍ତି। ସେଥିପାଇଁ ଜୀବନରେ ସର୍ବଦା ଭଲ ଚିନ୍ତା କରନ୍ତୁ। ହୃଦୟ ବଡ଼ ହେବା ଉଚିତ। କଥା ତ ସମସ୍ତେ ବଡ଼ ବଡ଼ କହିଥାନ୍ତି। ପାଦରେ ଲାଗିଥିବା ଚୋଟ ଆମକୁ ସମ୍ଭାଳି ଚାଲିବା ଶିଖାଇ ଦେଇଥାଏ। ଠିକ୍ ସେମିତି ମନରେ ଲାଗିଥିବା ଚୋଟ ଆମକୁ ସମ୍ଭାଳି ବଞ୍ଚିବା ଶିଖାଇ ଦେଇଥାଏ। କଥାରେ କେତେ ଅଜବ ଶକ୍ତି ଥାଏ ନା। ଟାଣ କଥା କହୁଥିବା ବ୍ୟକ୍ତିର ମହୁ ବିକ୍ରି ହୁଏ ନାହିଁ, କିନ୍ତୁ ମିଠା କଥା କହୁଥିବା ବ୍ୟକ୍ତିର ଲଙ୍କା ମଧ୍ୟ ବିକ୍ରି ହୋଇଯାଏ। ନିଦ କେଡ଼େ ଅଜବ ଜିନିଷ ଅଟେ। ନିଦ ଆସିଗଲେ ସବୁ କିଛି ଭୁଲି ଯାଇଥାଏ, ଆଉ ନିଦ ନ ଆସିଲେ ଜୀବନରେ ସବୁ କିଛି ମନେ ପକାଇ ଦେଇଥାଏ। ଏହି ସଂସାରରେ ଲୋକମାନେ କାହା ବିଷୟରେ ଭଲ ଶୁଣିଲେ ବିଚଳିତ ହୋଇଯାଆନ୍ତି, କିନ୍ତୁ କାହା ବିଷୟରେ ଖରାପ ଶୁଣିଲେ ସାଙ୍ଗେ ସାଙ୍ଗେ ବିଶ୍ୱାସ କରି ନିଅନ୍ତି। ପଇସା ଏକ ଏମିତି ଜିନିଷ ଯେ ମନୁଷ୍ୟକୁ ବହୁତ ଉପରକୁ ନେଇଯାଇଥାଏ, କିନ୍ତୁ ମନୁଷ୍ୟ ଯେତେ ଚାହିଁଲେ ବି ପଇସାକୁ ଉପରକୁ ନେଇ ଯାଇପାରେ ନାହିଁ। ସବୁବେଳେ ମନେ ରଖନ୍ତୁ, ପାହାଡ଼ ଚଢୁଥିବା ବ୍ୟକ୍ତି ସର୍ବଦା ନଇଁ କରି ଚାଲିଥାଏ, ଆଉ ପାହାଡ଼ରୁ ଓହ୍ଲାଉଥିବା ବ୍ୟକ୍ତି ସର୍ବଦା ଜୋରରେ ଚାଲିଥାଏ। ଏହାର ଅର୍ଥ ଏହା ଯେ ଯଦି କୌଣସି ବ୍ୟକ୍ତି ନଇଁ କରି ଚାଲୁଛି, ତେବେ ଏହା ବୁଝିଯାଆନ୍ତୁ ଯେ ସିଏ ଉପରକୁ ଉପରକୁ ଉଠୁଛି ଆଉ ସଫଳତା ଆଡ଼କୁ ବଢୁଛି। କିନ୍ତୁ କୌଣସି ବ୍ୟକ୍ତି ଯଦି ଜୋରରେ ରଗଡ଼ି ରଗଡ଼ି ଚାଲୁଥାଏ, ତେବେ ସେ ଅସଫଳତା ଏବଂ ତଳକୁ ତଳକୁ ଯାଉଛି ବୋଲି ବୁଝି ନେବେ। ମନେ ରଖନ୍ତୁ, ଅଭିମାନ ଦ୍ୱାରା ଭଗବାନ ମଧ୍ୟ ଶୈତାନ ହୋଇଯାଆନ୍ତି, ଆଉ ନମ୍ରତା ଦ୍ୱାରା ଶୈତାନ ବି ଭଗବାନରେ ପରିଣତ ହୋଇଯାଇଥାନ୍ତି। ଲୋକମାନେ କୁହନ୍ତି ଯାହା ଭାଗ୍ୟରେ ଯାହା ଥିବ ତାହା ନିଶ୍ଚୟ ହେବ, କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ମନୁଷ୍ୟକୁ କେବେ ନିଜ ଭାଗ୍ୟ ଉପରେ ସବୁକିଛି ଛାଡ଼ିଦେବା ଉଚିତ ନୁହେଁ, ବରଂ ନିଜର ପରିଶ୍ରମ ଉପରେ ଭରସା ରଖିବା ଉଚିତ। କାହିଁକି ନା ଭାଗ୍ୟ ଉପରେ ଭରସା କରି ଚାଲୁଥିବା ବ୍ୟକ୍ତି ସବୁବେଳେ ବର୍ବାଦ ହୋଇଥାନ୍ତି। ମନୁଷ୍ୟକୁ କାମ କରିବା ପାଇଁ ସର୍ବଦା ବ୍ୟବସ୍ଥିତ ରହିବା ଉଚିତ, କାହିଁକି ନା ବିନା ବ୍ୟବସ୍ଥାରେ କାମ କରୁଥିବା ବ୍ୟକ୍ତି କେବେ ସଫଳତା ପାଇପାରିନଥାଏ, ନା ତାଙ୍କୁ କୌଣସି ସୁଖ ପ୍ରାପ୍ତି ହୋଇଥାଏ। ବିନା କାରଣରେ ଧନ ଖର୍ଚ୍ଚ କରିବା ଉଚିତ ନୁହେଁ। ଧନକୁ ସର୍ବଦା ସଂଗ୍ରହ କରି ରଖିବା ଉଚିତ, ଯାହାଦ୍ୱାରା ଭବିଷ୍ୟତରେ କୌଣସି ଅସୁବିଧା ହେଲେ ତାକୁ ଆମେ ସହଜରେ ସାମ୍ନା କରିପାରିବା।
କୌଣସି ଜିନିଷର ଅତି ହେଲେ ବହୁତ ଖରାପ ହୋଇଯାଏ, ସେ ସୁନ୍ଦରତା ହେଉ କିମ୍ବା ପଇସା। ସେଥିପାଇଁ ମନୁଷ୍ୟକୁ ସୁନ୍ଦରତା ଏବଂ ଧନ ଉପରେ କେବେ ହେଲେ ଗର୍ବ କରିବା ଉଚିତ ନୁହେଁ। ମନେ ରଖନ୍ତୁ, ସୁନାରେ ସ୍ୱର୍ଣ୍ଣୀୟ ଆଭା ସେତେବେଳେ ଆସିଥାଏ ଯେତେବେଳେ ସେ ନିଆଁରେ ଜଳିଥାଏ ଆଉ ହାତୁଡ଼ିର ମାଡ଼ ଖାଇଥାଏ। କୋଇଲା ସେତେବେଳେ ହୀରାରେ ପରିଣତ ହୋଇଥାଏ ଯେତେବେଳେ ସେ କିଛି ତାପ ଆଉ ଉଚ୍ଚ ତାପ ମଧ୍ୟରେ ଗତି କରିଥାଏ। ଠିକ୍ ସେମିତି ଯଦି ଆମେ ଜୀବନରେ କୌଣସି ସଂଘର୍ଷ ନଥିବ, କୌଣସି ବାଧକ ନଥିବ, ତେବେ ଆମ ଜୀବନ ମଧ୍ୟ କେବଳ ଗୋଟିଏ କୋଇଲା ହୋଇ ରହିଯିବ, କେବେ ହେଲେ ହୀରା ହୋଇପାରିବ ନାହିଁ। ଯଦି ଜୀବନରେ କଠିନ ପରିସ୍ଥିତି, ଦୁଃଖ କଷ୍ଟ ଆସିଥାଏ, ତେବେ କେବେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, ବରଂ ଏହାର ସାମ୍ନା କରନ୍ତୁ। ବିଶ୍ୱାସ କରନ୍ତୁ, ଆପଣ ଆହୁରି ମଜବୁତ ହୋଇଯିବେ। କେହି ଜଣେ କହିଥିଲେ, ଜୀବନ ବଞ୍ଚିବା ଏତେ ସହଜ ନୁହେଁ, ଆଉ ବିନା ସଂଘର୍ଷରେ କେହି ମହାନ ହୋଇନଥାଏ। ଯେ ପର୍ଯ୍ୟନ୍ତ ହାତୁଡ଼ି ମାଡ଼ ନ ଖାଇଛି, ସେ ପର୍ଯ୍ୟନ୍ତ ପଥର ମଧ୍ୟ ଭଗବାନ ହୁଏ ନାହିଁ। ଦର୍ଶକ ବନ୍ଧୁ, କେମିତି ଲାଗିଲା ଆଜିର ଏହି ଭିଡିଓ? ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।